ପିଲାମାନେ ଦ୍ୱିତୀୟ ୟୁନିଟ୍ର ଆମେ ଗୋଟିଏ ଆଲୋଚନା କରିବା ଗୋଟିଏ ପ୍ରଶ୍ନ ଯେଉଁଟାକି ବହୁତ ଇମ୍ପୋର୍ଟାଣ୍ଟ ପ୍ରଶ୍ନ ଗ୍ରାମ ପଞ୍ଚାୟତର ଗଠନ କାର୍ଯ୍ୟବଳୀ ଆଲୋଚନା କର ନାଇଁ ତେଣୁ ବହୁତ ବଢ଼ିଆ ପ୍ରଶ୍ନଟିଏ ତେଣୁ ଚାଲନ୍ତୁ ଆଲୋଚନା କରିବା ଗ୍ରାମ ପଞ୍ଚାୟତର ଗଠନ କାର୍ଯ୍ୟବଳୀ ଆଲୋଚନା କର ଗ୍ରାମ ମାନେ ଗ୍ରାମ ପଞ୍ଚାୟତ ତୁମେ ଜାଣିଛ ଆମର ଯେଉଁ 3 ଟାୟାର ସିଷ୍ଟମ ଅଛି ନାଇଁ ତ ଆମେ ଜାଣିଛୁ ଯେ ଜିଲ୍ଲା ପରିଷଦ ସଭା ଉପରେ ଆଉ ସଭା ତଳେ ହେଉଛି ଗ୍ରାମ ପଞ୍ଚାୟତ ମଝିରେ ରହୁଛି କିଏ ପଞ୍ଚାୟତ ସମିତି ହଁ ନା ନାହିଁ ତେଣୁ ଏଇ ଯେଉଁ ଗ୍ରାମ ପଞ୍ଚାୟତ ସଭା ତଳେ ବା ଲାଷ୍ଟ ୟୁନିଟ୍ ତା ଉପରେ ତାର ଗଠନ କ'ଣ କାର୍ଯ୍ୟବଳୀ କ'ଣ ଆମେ ଜାଣିଛୁ ଆମର ସ୍ୱାୟତ୍ତ ଶାସନ ଅଛି ସେ ସ୍ୱାୟତ୍ତ ଶାସନର ଗ୍ରାମାଞ୍ଚଳ ହେଉଛି କ'ଣ ଏଇ ଯେଉଁ ତ୍ରିସ୍ତରୀୟ ସ୍ୱାୟତ୍ତ ଶାସନ ଅଛି ସେଇ ତ୍ରିସ୍ତରୀୟ ସ୍ୱାୟତ୍ତ ଶାସନର ଗ୍ରାମାଞ୍ଚଳ ବା ଗ୍ରାମ ପଞ୍ଚାୟତ ହେଉଛି କ'ଣ ନା ଗ୍ରାମାଞ୍ଚଳର ଯେଉଁ ମାନେ ଅନୁଷ୍ଠାନ ନାଇଁ ଏ ଯେଉଁ ତୃଣମୂଳ ଅନୁଷ୍ଠାନ ହେଉଛି ପ୍ରାଥମିକ ଅନୁଷ୍ଠାନ ହେଉଛି କ'ଣ ନା ଗ୍ରାମ ପଞ୍ଚାୟତ ବୁଝିହେଲା ତ ଓଡ଼ିଶା ଗ୍ରାମ ପଞ୍ଚାୟତ ଅଧିନିୟମ 1964ର ଧାରା 3 ଅନୁସାରେ ଏକ ବା ଏକାଧିକ ଗ୍ରାମକୁ ନେଇ ଗ୍ରାମ ପଞ୍ଚାୟତ ଗଠିତ ହୋଇଥାଏ କ'ଣ ଧାରା 1964ର ଧାରା 3 ଅନୁସାରେ ঠিক ଅଛି ଅଧିନିୟମ ଓଡ଼ିଶା ଗ୍ରାମ ପଞ୍ଚାୟତ ଅଧିନିୟମ ଅନୁସାରେ ଏକ ବା ଏକାଧିକ ଗ୍ରାମକୁ ନେଇ ଗ୍ରାମ ପଞ୍ଚାୟତ ଗଠିତ ହୋଇଥାଏ ତ ଗୋଟିଏ ଗ୍ରାମ ପଞ୍ଚାୟତର ଲୋକ ସଂଖ୍ୟା ସର୍ବନିମ୍ନ କେତେ ହେଇଥାଏ ନା 2000 ଆଉ ସର୍ବାଧିକ ହେଇଥାଏ 6000 ନାଇଁ ନା ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ କେତେ ଗୁଡ଼ିଏ ୱାର୍ଡରେ ବିଭକ୍ତ କରାଯାଇଥାଏ ଆଉ ପ୍ରତ୍ୟେକ ଗ୍ରାମ ପଞ୍ଚାୟତର ସର୍ବନିମ୍ନ 11 ଏବଂ ସର୍ବାଧିକ 25ଟି ୱାର୍ଡ ରହିଥାଏ এটা ମନେ ରଖିଦେବ ଠିକ ଅଛି ତାପରେ ଦେଖିବା ତ ଏଇଠି କ'ଣ ନା ସରପଞ୍ଚ ତ ଗ୍ରାମ ପଞ୍ଚାୟତର ମୁଖ୍ୟ କିଏ ନା ଗ୍ରାମ ପଞ୍ଚାୟତର ମୁଖ୍ୟ ହେଉଛନ୍ତି କିଏ ନା ସରପଞ୍ଚ ନାଇଁ ତ ସରପଞ୍ଚ ଆଉ ତାପରେ ନାୟବ ସରପଞ୍ଚ ଆଉ ୱାର୍ଡ ସଭ୍ୟଙ୍କୁ ନେଇ ଗ୍ରାମ ପଞ୍ଚାୟତ ଗଠିତ ହୋଇଥାଏ ତାହେଲେ ଗ୍ରାମ ପଞ୍ଚାୟତ କାହାକୁ ନେଇ ଗଠିତ ସରପଞ୍ଚ ନାୟବ ସରପଞ୍ଚ ୱାର୍ଡ ସଭ୍ୟ ଆଉ ଗ୍ରାମ ପଞ୍ଚାୟତର ମୁଖ୍ୟ କିଏ ନା ଗ୍ରାମ ପଞ୍ଚାୟତର ମୁଖ୍ୟ ହେଉଛି ସରପଞ୍ଚ କେମିତି ନିର୍ବାଚିତ ହୁଅନ୍ତି ରେ ସେ ପ୍ରତ୍ୟକ୍ଷ ଭାବରେ ଗ୍ରାମ ପଞ୍ଚାୟତର ଭୋଟରମାନଙ୍କ ଦ୍ୱାରା ନିର୍ବାଚିତ ହୋଇଥାନ୍ତି ଯେଉଁମାନେ ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥାନ୍ତି ସେମାନେ ବହୁତ ଶକ୍ତିଶାଳୀ ହଁ ନା ନାହିଁ ତ ପ୍ରତ୍ୟେକ ୱାର୍ଡରୁ ଜଣେ ଜଣେ ସଭ୍ୟ ଗ୍ରାମ ପଞ୍ଚାୟତକୁ ନିର୍ବାଚିତ ହୋଇଥାନ୍ତି ଆଉ ୱାର୍ଡ ସଭ୍ୟମାନେ ସେମାନଙ୍କ ମଧ୍ୟରୁ ଜଣକୁ ନାୟବ ସରପଞ୍ଚ ଭାବେ ନିର୍ବାଚିତ କରିଥାନ୍ତି ତେଣୁ ସରପଞ୍ଚଙ୍କ ତଳେ କିଏ ନାୟବ ସରପଞ୍ଚ ତେଣୁ ଏଇ ଯେଉଁ ଗ୍ରାମ ପଞ୍ଚାୟତ ଅଧିନିୟମ ଅନୁସାରେ ସରପଞ୍ଚ ଯଦି ପୁରୁଷ ହୋଇଥିବେ ତେବେ ନାୟବ ସରପଞ୍ଚ କ'ଣ ହେବେ ମହିଳା ହେବାକୁ ବାଧ୍ୟ ତେଣୁ ପୁରୁଷ ଜଣେ ମହିଳା ଜଣେ ତ ଗ୍ରାମ ପଞ୍ଚାୟତ ନିର୍ବାଚନରେ ମହିଳାମାନଙ୍କ ପାଇଁ ଶତକଡ଼ା କେତେ ଭାଗ ଜନସଂଖ୍ୟା ଅନୁସାରେ ଅନୁସୂଚିତ ଜାତି ଓ ଜନଜାତି ପାଇଁ ସ୍ଥାନ ସଂରକ୍ଷିତ କରାଯାଇଛି ଶତକଡ଼ା 50 ଭାଗ ବୁଝିହେଲା ଆଉ ଗୋଟେ ପ୍ରଶ୍ନ ଗ୍ରାମ ପଞ୍ଚାୟତର କାର୍ଯ୍ୟକାଳ କେତେ ବର୍ଷ ନା 5 ବର୍ଷ ବୁଝିହେଲା ତାହେଲେ କାର୍ଯ୍ୟାବଳୀକୁ ଦେଖିବା ଫଙ୍କସନ୍ କ'ଣ ଦୁଇ ଭାଗରେ ବିଭକ୍ତ କରାଯାଇଛି ଗ୍ରାମ ପଞ୍ଚାୟତର କାର୍ଯ୍ୟଗୁଡ଼ିକୁ ଗୋଟେ ହେଉଛି ବାଧ୍ୟତାମୂଳକ କାର୍ଯ୍ୟ ଗୋଟେ ହେଉଛି ଇଚ୍ଛାଧୀନ କାର୍ଯ୍ୟ ବାଧ୍ୟତାମୂଳକ କାର୍ଯ୍ୟ ମାନେ ସେ କରିବାକୁ ବାଧ୍ୟ ଇଚ୍ଛାଧୀନ କାର୍ଯ୍ୟ ମାନେ ଇଚ୍ଛା କଲେ ମାନେ ସେମିତି ବାଧ୍ୟତାମୂଳକ ନୁହେଁ ସେ ଇଚ୍ଛା କଲେ କାମ କରିପାରିବେ ତ ବାଧ୍ୟତାମୂଳକ କାର୍ଯ୍ୟ ଭିତରେ ଦେଖ ସର୍ବସାଧାରଣଙ୍କ ଗମନାଗମନ ପାଇଁ ରାସ୍ତା ନିର୍ମାଣ ହେଲା ରାସ୍ତା ମରାମତି ରାସ୍ତା ନିର୍ମାଣ ଦେଖ ବେସିକ୍ ଯେଉଁଟାକି ନିହାତି ଦରକାର ମଣିଷ ଯିବା ଆସିବା କରିବା ପାଇଁ ରାସ୍ତା ନିହାତି ଦରକାର ତେଣୁ ଏ ଯେଉଁ ଗମନାଗମନ ପାଇଁ ରାସ୍ତା ନିର୍ମାଣ ମରାମତି କରିବା ଏଇଟା ବାଧ୍ୟତାମୂଳକ କାର୍ଯ୍ୟ ଆଉ ରାସ୍ତାଘାଟରେ ଆଲୋକ ବ୍ୟବସ୍ଥା କରିବା ସଫାସୁତୁରା କରିବା ଜଳ ଯୋଗାଣ କରିବା এইଗୁଡ଼ିକ ମଧ୍ୟ ବାଧ୍ୟତାମୂଳକ କାହିଁକିନା ଏଇଟା ଗୋଟେ ବେସିକ୍ ନେସେସିଟି ମାନେ ନିହାତି ଦରକାର ଅତ୍ୟନ୍ତ ଆବଶ୍ୟକ ଆଲୋକ ନଥିଲେ ଚାଲିପାରିବନି ଜଣେ ରାସ୍ତାରେ ଜଳ ଯୋଗାଣ ବି ଥିବା ଦରକାର ସଫାସୁତୁରା ହେବା ଦରକାର ଆଉ ରାସ୍ତାଘାଟ ସର୍ବସାଧାରଣଙ୍କୁ ଜବରଦଖଲରୁ ମୁକ୍ତ ରଖିବା କୌଣସି ଯେମିତି ରାସ୍ତାଘାଟ କାହାର ବାପରୁ ନୁହେଁ ରାସ୍ତାଘାଟ ସମସ୍ତଙ୍କର ରାସ୍ତାଘାଟ ସର୍ବସାଧାରଣ ସ୍ଥାନକୁ କେହି ଯେମିତି ଜବରଦଖଲ କରିପାରିନଥିବେ ହେଲା ଜବରଦଖଲ କେହି ଯେମିତି କରିପାରିନଥିବେ
ତେଣୁ ନେକ୍ସଟ କ'ଣ ନା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବା। ପାନୀୟ ଜଳ ଯୋଗାଣ ଯେଉଁଠି ନାହିଁ ତାର ବ୍ୟବସ୍ଥା କରିବା। ନାଳ ନର୍ଦ୍ଦମା ସର୍ବସାଧାରଣଙ୍କର ପାଇଖାନା ପରିସ୍ରାଗାର ଇତ୍ୟାଦି ନିର୍ମାଣ କରିବା। ତେଣୁ ଏଇଟା ବି ବେସିକ୍ ଜିନିଷ ଯେଉଁଟା ନକଲେ ନ ହୁଏ, ଯେଉଁଟା ନକଲେ ନ ହୁଏ ସେଇ ବେସିକ୍ ଜିନିଷଟି ହେଉଛି କ'ଣ ନା ବେସିକ୍ ଜିନିଷଟି ସେମାନେ ପୂରଣ କରନ୍ତି। ହଇଜା ମିଳିମିଳା ଯଦି ହେଇଛି, ସ୍ୱାସ୍ଥ୍ୟ ବି ବେସିକ୍ ଜିନିଷଟା ନାଇଁ କି, ମୁଖ୍ୟ ଜିନିଷ ସ୍ୱାସ୍ଥ୍ୟ। ତେଣୁ ସଂକ୍ରାମକ ରୋଗର ନିରାକରଣ କରିବା ଏଇଟା ମଧ୍ୟ କ'ଣ ବାଧ୍ୟତାମୂଳକ। ଜନ୍ମ ମୃତ୍ୟୁ ବିବାହର ପଞ୍ଜୀକରଣ କରିବା ଏଇଟା ବି ବାଧ୍ୟତାମୂଳକ। ଆଉ ଗ୍ରାମ ପଞ୍ଚାୟତ ଉପରେ ନ୍ୟସ୍ତ ସମସ୍ତ ସମ୍ପତ୍ତି ପୋଖରୀ ଜଙ୍ଗଲ ଆଦିର ସୁରକ୍ଷା ରକ୍ଷଣାବେକ୍ଷଣ କରିବା। ସମସ୍ତ ଗୋଚର ଭୂମି ପଡ଼ିଆର ପରିଚାଳନା ରକ୍ଷଣାବେକ୍ଷଣ କରିବା। ଜନଗଣନା ଗୋ ସମ୍ପଦ ଗଣନା ସମ୍ପର୍କିତ ତଥ୍ୟ ରକ୍ଷଣାବେକ୍ଷଣ କରିବା। ଗୋ ମହିଷି ଆଦି କବଳରୁ ଫସଲକୁ ରକ୍ଷା କରିବା। ପ୍ରାଥମିକ ଶିକ୍ଷାର ପ୍ରସାର କରିବା। ବୁଲା କୁକୁର ଗୋରୁ ଗାଈଙ୍କୁ ନିୟନ୍ତ୍ରଣ କରିବା। କୃଷିର ଉନ୍ନତି ପାଇଁ ଯୋଜନା କରିବା। କୃଷି ପ୍ରଣାଳୀ ଫସଲ କୀଟନାଶକ ନିୟନ୍ତ୍ରଣ ପାଇଁ କ'ଣ ନାଶକ କୀଟ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବା। ତେଣୁ ଏଇଗୁଡ଼ିକ ବହୁତ ଇମ୍ପୋର୍ଟାଣ୍ଟ। ଆହୁରି ମଧ୍ୟ ଅଛି ଦେଖନ୍ତୁ 15ରୁ କ୍ଷୁଦ୍ର ଶିଳ୍ପ ଖାଦ୍ୟଦ୍ରବ୍ୟ ପ୍ରସ୍ତୁତକାରୀ ଶିଳ୍ପ ପ୍ରତିଷ୍ଠା ପାଇଁ କ'ଣ ବ୍ୟବହାର କରିବା ବା ଶିଳ୍ପ ପ୍ରତିଷ୍ଠା ପାଇଁ ବ୍ୟବସ୍ଥା କରିବା। ଆଚ୍ଛା, ଶିଳ୍ପ ବି ମାନେ କ'ଣ ନା କୃଷି ଶିଳ୍ପ, ଦେଖ ସ୍ୱାସ୍ଥ୍ୟ ଏଗୁଡ଼ିକ ସବୁ କ'ଣ ଖାଦ୍ୟ ଏଗୁଡ଼ିକ ସବୁ କ'ଣ ଏଗୁଡ଼ିକ ସବୁ ବାଧ୍ୟତାମୂଳକ କାର୍ଯ୍ୟ। ଗ୍ରାମାଞ୍ଚଳରେ ଗୃହ ନିର୍ମାଣ କରିବା, ଆଉ ଦାରିଦ୍ର୍ୟ ଦୂରୀକରଣ କରିବା, ଗରିବ ହଟାଅ ନାହିଁ। ତାପରେ ମହିଳା ଓ ଶିଶୁ କଲ୍ୟାଣ, ବିକଳାଙ୍ଗ ବିକୃତ ମସ୍ତିଷ୍କ ବ୍ୟକ୍ତିଙ୍କର ପାଇଁ ସମାଜ କଲ୍ୟାଣ କାର୍ଯ୍ୟକ୍ରମ କରିବା। ଆଉ ସାଧାରଣ ବଣ୍ଟନ ବ୍ୟବସ୍ଥାର ସୁପରିଚାଳନା କରିବା। ପ୍ରାକୃତିକ ବିପର୍ଯ୍ୟୟରେ ରିଲିଫ୍ ଯୋଗାଣ କରିବା, ଯଦି ପ୍ରାକୃତିକ ବିପର୍ଯ୍ୟୟ ହୋଇଥାଏ ଏଇଟା ବି ବାଧ୍ୟତାମୂଳକ ନାଇଁ କି। ଆଉ ନିଶା ନିବାରଣ କରିବା। ଲଘୁ ବନଜାତ ଦ୍ରବ୍ୟର ନିୟନ୍ତ୍ରଣ କରିବା। ଇଚ୍ଛାଧୀନ କାର୍ଯ୍ୟ ଯେଉଁଟା ନ କଲେ ବି ହେବ କ'ଣ ନା ରାସ୍ତା କଡ଼ରେ ବୃକ୍ଷରୋପଣ କିମ୍ବା ରକ୍ଷଣାବେକ୍ଷଣ। ରାସ୍ତା କଡ଼ରେ ବୃକ୍ଷରୋପଣ ଗଛ ଲଗେଇଲେ ନହେଲେ ନ ଲଗେଇବେ। ଗ୍ରାମ୍ୟ ଜଙ୍ଗଲର ସୁରକ୍ଷା ଦେବା। ଆଉ କଂସେଇଖାନା ନିର୍ମାଣ କରିବା କିମ୍ବା ଏହାର ନିୟନ୍ତ୍ରଣ କରିବା ନାହିଁ। ମାତୃ ଓ ଶିଶୁ ମଙ୍ଗଳ କେନ୍ଦ୍ର ପ୍ରତିଷ୍ଠା କରିବା। ପାର୍କ ପାଠାଗାର ଖେଳ ପଡ଼ିଆ କ୍ଲବ ଆଦି ପ୍ରତିଷ୍ଠା କରିବା। ସମବାୟ ସମିତି ଗଠନ କରିବା। ଧର୍ମଶାଳା ଓ ଯାତ୍ରୀ ଆଶ୍ରୟସ୍ଥଳ ନିର୍ମାଣ ପରିଚାଳନା କରିବା। କୁଟୀର ଶିଳ୍ପ ପ୍ରସାର ଇତ୍ୟାଦି। ବୁଝିଗଲା। ତେଣୁ ବାଧ୍ୟତାମୂଳକ ଯେଉଁଟାକି ମାନେ ମଣିଷର ନିଡ୍, ପୁରା ନିଡ୍ ସେଇଗୁଡ଼ିକ ବାଧ୍ୟତାମୂଳକ। ତାପରେ ଦେଖ ଆୟର ଉତ୍ସ, କେଉଁଠୁ ଆୟ ମିଳେ? ଗ୍ରାମ ପଞ୍ଚାୟତରେ ସେମାନେ ଆୟ କେଉଁଠୁ ପାଆନ୍ତି? ଗ୍ରାମ ପଞ୍ଚାୟତର ନିମ୍ନଲିଖିତ ଆୟ କ'ଣ ନା ଗୃହ କର, ଘରରୁ ଖଜଣା ଆଦାୟ ହୁଏ। ଆଲୋକ କର, ଯାନବାହନରୁ ଆଦାୟ କରୁଥିବା କର ବା ଖଜଣା। ଗାଁ ହାଟ ଘାଟ ପୋଖରୀ ଆଦିକୁ ନିଲାମ କରି ଆଦାୟ ହେଉଥିବା ଅର୍ଥ। ଗ୍ରାମ ପଞ୍ଚାୟତରୁ ଆଦାୟ ହେଉଥିବା ବିଭିନ୍ନ ଜରିମାନା। ସରକାରୀ ଅନୁଦାନ, ସରକାରଙ୍କ ଠାରୁ ଅନୁଦାନ ବି ମିଳେ। ଆଉ ଲୋକଙ୍କ ଠାରୁ ମିଳୁଥିବା ଅନୁଦାନ। ବୁଝିଗଲା, ଲୋକମାନେ ବି ଅନୁଦାନ ଦିଅନ୍ତି। ତେଣୁ ଏଗୁଡ଼ିକ ହେଉଛି କ'ଣ ନା ଆୟ। ଏ ଆୟକୁ ନଥିଲେ ବ୍ୟୟ କେମିତି କରିବେ? ତେଣୁ ଗ୍ରାମ ପଞ୍ଚାୟତର ଆୟ ଗୁଡ଼ିକ ମେନଲି ଆୟ ହେଉଛି ଗୃହ କର ନାଇଁକି, ଆଉ ଆଲୋକ କର, ଯାନବାହନରୁ ଆଦାୟ କର। ଠିକ୍ ଅଛି। ତେଣୁ ମାତ୍ର ଦଳୀୟ କନ୍ଦଳ ଯୋଗୁଁ, ଅତ୍ୟାଧିକ ସରକାରୀ ହସ୍ତକ୍ଷେପ ଯୋଗୁଁ, ଦୁର୍ନୀତି ଓ ଅର୍ଥାଭାବ ଯୋଗୁଁ ଗ୍ରାମ ପଞ୍ଚାୟତ ତାର ନିର୍ଦ୍ଧାରିତ କାର୍ଯ୍ୟକୁ ସଠିକ୍ ଭାବେ ସମ୍ପାଦନ କରିପାରୁ ନାହିଁ। ତେଣୁ ଏଇ ଯେଉଁ ଦୁର୍ନୀତି ହଟାଇବାକୁ ପଡ଼ିବ ନାଇଁ, ଅର୍ଥଭାବ ଦୂର କରିବାକୁ ପଡ଼ିବ, ସରକାରୀ ହସ୍ତକ୍ଷେପକୁ ଦୂର କରିବାକୁ ପଡ଼ିବ, ଦଳୀୟ କନ୍ଦଳ ଦୂର କରିବାକୁ ପଡ଼ିବ, ତାହେଲେ ଗାଁକୁ ଆମେ ସୁନ୍ଦର କରିପାରିବା। ତେଣୁ ଏଇଟା ହେଉଛି ଗ୍ରାମ ପଞ୍ଚାୟତର ଗଠନ ଓ କାର୍ଯ୍ୟାବଳୀ। ଗ୍ରାମ ପଞ୍ଚାୟତ କାହା କାହାକୁ ନେଇ ଗଠନ ଯଦି ପଚରାଯିବ ତାହେଲେ ତୁମେ କହିପାରିବ ଯେ ଏଇଠି କିଏ? ନାୟବ ସରପଞ୍ଚ, ସରପଞ୍ଚ, ନାୟବ ସରପଞ୍ଚ, ୱାର୍ଡ ସଭ୍ୟକୁ ନେଇ ଗ୍ରାମ ପଞ୍ଚାୟତ ଗଠିତ ହୋଇଥାଏ ନାଇଁକି। ତ ପିଲାମାନେ ଏଇଠି ରଖୁଛି, ସମସ୍ତଙ୍କୁ ସେୟାର କରିବେ। ରହିଲି। ବନ୍ଦେ ଉତ୍କଳ ଜନନୀ।